ସତ୍ୟକିଳା ପକ୍ଷରୁ ଆପଣଙ୍କୁ ସ୍ୱାଗତ। ଆମ୍ବେଦକର ବିକାଶ ପରିଷଦରୁ ସମ୍ବିଧାନ ପ୍ରଣେତା ବାବା ସାହେବ ଡକ୍ଟର ଭୀମରାଓ ରାମଜୀ ଆମ୍ବେଦକରଙ୍କ 69ତମ ପରିନିର୍ବାଣ ଦିବସ ପାଳିତ ହୋଇଯାଇଛି। ପୁଲିସ ଲାଇନ ସ୍ଥିତ ଡକ୍ଟର ଆମ୍ବେଦକରଙ୍କ ପ୍ରତିମୂର୍ତ୍ତି ନିକଟରେ ପରିଷଦର ସଭାପତି ସୁଦର୍ଶନ ଜେନାଙ୍କ ଅଧ୍ୟକ୍ଷତାରେ ସ୍ମୃତି ସଭା ଆୟୋଜନ କରାଯାଇଥିଲା। ଆମ୍ବେଦକରଙ୍କ ପ୍ରତିମୂର୍ତ୍ତିରେ ସାମୂହିକ ମାଲ୍ୟାର୍ପଣ ପରେ ଏହି ମହାନ ରାଷ୍ଟ୍ର ନାୟକଙ୍କ ପ୍ରତି ଶ୍ରଦ୍ଧାସୁମନ ଅର୍ପଣ କରାଯାଇଥିଲା। ସମାଜବାଦୀ ଢାଞ୍ଚାରେ ପ୍ରସ୍ତୁତ ଭାରତୀୟ ସମ୍ବିଧାନ ଏବେ କିଛି ମୁଷ୍ଟିମେୟ ମୌଳବାଦୀ ଫାସିବାଦୀ ଗୋଷ୍ଠୀଙ୍କ ଚକ୍ରାନ୍ତ ଓ ଶୋଷଣର ଶିକାର ହେଉଛି। ଆମର ପୂର୍ବସୂରୀଙ୍କ ତ୍ୟାଗ ଓ ବଳିଦାନର ଇତିହାସ ଆଜି ଭୂଲୁଣ୍ଠିତ। ଆମ ସମ୍ବିଧାନ ଓ ଗଣତନ୍ତ୍ରକୁ ସାମ୍ପ୍ରଦାୟିକତାବାଦ, ଜାତିବାଦ, ବିଚ୍ଛିନ୍ନତାବାଦ, ବିଭେଦ ଓ ଘୃଣାରୁ ମୁକ୍ତ କରିବା ସହ ଏହାର ସୁରକ୍ଷା ଦେଶର ସମସ୍ତ ନାଗରିକଙ୍କ କର୍ତ୍ତବ୍ୟ ହେଉ ବୋଲି କହିଥିଲେ ଅତିଥିମାନେ। ଏହି ସଭାରେ ଅତିଥି ଭାବେ ବାଲେଶ୍ୱର ଜିଲ୍ଲା ଅତିରିକ୍ତ ଜିଲ୍ଲାପାଳ ସୁଧାକର ନାୟକ, ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ନିରଞ୍ଜନ ବେହେରା, ପୂର୍ବତନ ବିଧାୟକ ପ୍ରଦୀପ ପଣ୍ଡା, ସୁଦର୍ଶନ ଜେନା, ସ୍ୱରୂପ ଦାସ, ସୁଧାଂଶୁ ପରିଡ଼ା, ଡକ୍ଟର ଲେଖାଶ୍ରୀ ସାମନ୍ତ ସିଂହାର, ପୁରୁଷୋତ୍ତମ ବିଶ୍ୱାଳ, ଗୌରାଙ୍ଗ ପାଣିଗ୍ରାହୀ, ଗିରିଶ ଚନ୍ଦ୍ର ଦାସ, ନିର୍ମଳ ନାୟକ, ଭାଗବତ ପ୍ରତିହାରୀ, ଶିଶିର ଭୋଇ, ମନୋଜ ନାୟକ, ଅରୁଣ ଜେନା, ଆଇନଜୀବୀ ତୁଷାର ମହାପାତ୍ର, ପ୍ରଫେସର ଶତ୍ରୁଘ୍ନ ମଲ୍ଲିକ, ମହମ୍ମଦ ଇସଲାମ, ପ୍ରଜ୍ଞା ପାରମିତା ବିଶ୍ୱାଳ, ପ୍ରତିମା ପଣ୍ଡା, ଅତିରିକ୍ତ ତହସିଲଦାର ଦୈତାରୀ ମଲ୍ଲିକ ପ୍ରମୁଖ ଆମ୍ବେଦକରଙ୍କ ବିଚାର ଓ ଦର୍ଶନ ସମ୍ପର୍କରେ ସ୍ମୃତିଚାରଣ କରିଥିଲେ। ପରିଷଦର ସମ୍ପାଦିକା ସ୍ନେହଲତା ଦାସ ଧନ୍ୟବାଦ ଅର୍ପଣ କରିଥିଲେ। ଧନ୍ୟବାଦ।